ଓ ମାଇ ଗଡ୍! ମୁଁ ଯେମିତି ନକ୍ସା ଦେଇ ଯାଇଥିଲି ଠିକ୍ ସେମିତି ମୋ ବିଲ୍ଡିଂ ବନେଇ ଦେଇଛନ୍ତି। ଏ ପାଖରେ ଗୋଟେ ଛୋଟ ଗାଁ ଅଛି। ଏ ଗାଁ ପାଖରେ ଗୋଟେ ନଦୀ ଅଛି। ସେ ନଦୀର ବାସ୍ନା ଏହି ସହର ପର୍ଯ୍ୟନ୍ତ ପହଞ୍ଚି ଯାଉଛି। ହ୍ୟାଲୋ ମ୍ୟାନେଜର, ବରଗଡ଼ରୁ ମୁଁ କାଲି ଫେରିଛି। ଲେବରମାନଙ୍କୁ କହିଦେବ କାଲିକି ଅଫିସକୁ ଆସି ତାଙ୍କ ପାଉଣା ନେଇଯିବେ। ତମେ କିଏ ଆଉ କ'ଣ କରୁଛ ଏଠି? ତମେ ତ କେଉଁ ସହରର ବଡ଼ ନାମୀ ଦାମୀ କରୋଡ଼ପତି ପରି ଲାଗୁଛ। ହଁ ରେ ବାବୁ, ତୁ ଠିକ୍ କହୁଛୁ। ମୋର ବହୁତ ସମ୍ପତ୍ତି ଅଛି ଆଉ ମୁଁ ବରଗଡ଼ରେ ରହେ। ଏ ନଦୀ କୂଳରେ ଆମେ ଛୋଟବେଳେ ବହୁତ ଖେଳିଛୁ। ଏ ଲୋକର ହାବ ଭାବ ମୋତେ ଠିକ୍ ଲାଗୁନି ରେ। ଏ ବୁଢ଼ା ନୁହଁ, ଏ ଚୋର। ଯଦି ଆମକୁ ଚୋରେଇ ନେଇଯିବ। ତତେ କେତେ ଥର କହିଛି ମୋ କଥା ହେଲା ବେଳେ ତୁ ଚୁପ୍ ରହିବୁ। କେତେ ବଡ଼ ଲୋକ, ତାଙ୍କ ଚୋର କହୁଛୁ? ଚୁପ୍। ହଁ ରେ, ତାଙ୍କ କଥାରୁ ତୁ ଜାଣି ହେଉଛି ସେ ଆମ ଗାଁର ନଦୀରେ ଗାଧେଇଛନ୍ତି। ବରଗଡ଼ରେ ରହନ୍ତି, ଆମ ଗାଁର ନଦୀରେ କେମିତି ଗାଧେଇଲେ ରେ ତୁ କହ। ମୁଁ ତ ଚାଲିଲି ବାବା। ତୁ ଚୁପ୍ ହେଇକି ଛିଡ଼ା ହ। ପିଲାମାନେ କ'ଣ ଫୁସୁର ଫୁସୁର ହେଇ କଥା ହେଉଛ? ଆରେ ପିଲାମାନେ, ଯେତେବେଳେ ମୁଁ ତୁମମାନଙ୍କ ବୟସର ଥିଲି ସେତେବେଳେ ଆମ ଗାଁ ବହୁତ ଛୋଟ ଥିଲା। ନା ବିଦ୍ୟୁତ୍ ଥିଲା, ନା ମୋବାଇଲ ଥିଲା। ଆମେ ସବୁ ସାଙ୍ଗମାନେ ଏହି ନଦୀ କୂଳରେ ଖେଲୁଥିଲୁ। ତାପରେ କ'ଣ ହେଲା ସେଠ? ଆଉ ତାପରେ ଦିନେ ମୁଁ ଓ ମୋ ସାଙ୍ଗ ରାମୁ ମାଛ ଦେଖିବାକୁ ଆସିଥିଲୁ। ଖେଲୁଥିଲା ବେଳେ ଆମ ଗୋଟିଏ ଛୋଟ ଆଘାତ ପକ୍ଷୀକୁ ଦେଖିଲୁ। ଆମେ ତାକୁ ଘରକୁ ନେଇ ଯତ୍ନ କଲୁ। କିଛି ଦିନ ପରେ ସେ ପୁଣି ଆକାଶରେ ଉଡ଼ିବାକୁ ଲାଗିଲା। ହଁ ରେ, ଏ ଷ୍ଟୋରି ତ ମୋତେ ମୋ ମା ଛୋଟବେଳେ ବହୁତ ଶୁଣେଇଛି। ହେଲେ ସେ ଷ୍ଟୋରିର ହିରୋକୁ କେବେ ଦେଖିନଥିଲି। ଆଜି ମୋ ସାମ୍ନାରେ ଅଛି। ପିଲାମାନେ, ମୁଁ ମିଛ କହୁନି ରେ ବାବୁ। ସେହିଦିନ ମୁଁ ବୁଝିଲି ଯେ କାହାରି ସହାୟତା କରିବାରେ ସବୁଠାରୁ ବଡ଼ ଖୁସି ମିଳେ। ଆଜି ମଧ୍ୟ ଯେତେବେଳେ ମୁଁ ଏହି ନଦୀ କୂଳକୁ ଆସେ, ମୋ ସେହି ସୁନ୍ଦର ପିଲାବେଳର ସ୍ମୃତିମାନେ ପୁଣି ଜାଗି ହୋଇଯାଏ। ଆଉ ବହୁତ ମଜା ମସ୍ତି କରୁଥିଲୁ ଛୋଟବେଳେ। ସମୟ ବଦଳିଯାଏ, କିନ୍ତୁ ଭଲ କାମ ଓ ପିଲାବେଳର ସୁନ୍ଦର ସ୍ମୃତି ସଦା ହୃଦୟରେ ରହିଥାଏ। ନଦୀ କୂଳର ସେହି ସ୍ମୃତି ମୋର ଏବେ ବି ମନେ ଅଛି। କାହାକୁ କଷ୍ଟ ଦେଇ ଖୁସି ମିଳେ ନା ରେ ପିଲେ। ଜାଣିଛ, ଏହି ସାହାଯ୍ୟ ହିଁ ଖୁସି ଆଉ କାହାର ହସର କାରଣ। ଛୋଟବେଳେ ଯେତେବେଳେ ମୁଁ ଭାତ ଖାଇବା ପାଇଁ ରାଗୁଥିଲି, ସେତେବେଳେ ମୋତେ ମୋ ମା ଏହି କାହାଣୀ କହିକି ଖୋଇ ଦେଉଥିଲା। ହେଲେ ଆଜି ଦେଖନ୍ତୁ, ଆପଣ ସାମ୍ନାରେ ଛିଡ଼ା ହେଇଛନ୍ତି। ଯେଉଁ ଷ୍ଟୋରି ମୋତେ ମୋ ମା କହୁଥିଲା, ସେ ଷ୍ଟୋରିର ହିରୋ ଭାବରେ ଆପଣ ମୋ ସାମ୍ନାରେ ଛିଡ଼ା ହେଇଛନ୍ତି। ସତରେ ଏହି ଗାଁ କିଛି ଦୂରରେ ଗୋଟେ ସହର ଅଛି। ପିଲାମାନେ, ସେ ସହରରେ ମୁଁ ମୋ ନିଜ ବିଜନେସ୍ ଷ୍ଟାର୍ଟ କରିଛି। ତମମାନଙ୍କୁ ଇନଭାଇଟ୍ ରହିଲା। ଯେଉଁଦିନ ସେଇଟା ଓପନିଂ ହେବ ସେଦିନ ମୁଁ କଲ୍ କରିବି। ତମେମାନେ ଖୁସିରେ ଆସିକି ସେଥିରେ ଯୋଗଦାନ ଦେବ। ଠିକ୍ ଅଛି, ମିଠା ଖାଇକି ଆସିବା। ନଟି ବୟ। ଠିକ୍ ଅଛି ପିଲାମାନେ, ମୁଁ ଏବେ ଆସୁଛି। ଠିକ୍ ଅଛି, ଆସନ୍ତୁ।